ମା ଆମେ ଆଜି ଆଲୋଚନା କରିବା ଚିରନ୍ତନ ବହିର ପୃଷ୍ଠା 246 ଯାହା ଶିଖୁଛ ତାକୁ ବୁଝ। 245ରେ ଆମେ ଆଲୋଚନା କରିଥିଲେ ତାର ସାରାଂଶଟି ଏଇଭଳି କର୍ମ କଲା ବେଳେ ଏକାଗ୍ର ହୁଅ ଥିଲା। ତାର ସାରାଂଶଟି ଆମେ ଦେଖିଥିଲେ ମା ଲେଖୁଥିଲେ ଯେତେବେଳେ ତୁମେ କୌଣସି କର୍ମ କରୁଛ ଯଦି ତୁମର ଏକାଗ୍ର ହେବାର ସାମର୍ଥ୍ୟ ଥାଏ ତେବେ ତୁମେ ସେଇ କାମଟିକୁ 10 ମିନିଟରେ କରିପାରିବ ଯାହା ତୁମକୁ ଅନ୍ୟଥା ଘଣ୍ଟାଏ ଲାଗିଥାନ୍ତା। ଯଦି ସମୟ ବଞ୍ଚାଇବାକୁ ଚାହଁ ତେବେ କାମ କଲାବେଳେ ଏକାଗ୍ର ହୋଇ କାମଟି କରିବାକୁ ଶିକ୍ଷା କର। କେବଳ ମନୋଯୋଗ ଦେଇ କାମ କଲେ ତୁମେ କାମଟି ଖୁବ୍ ଶୀଘ୍ର ସମାପନ କରିପାରିବ ଏବଂ ତା ସଙ୍ଗେ ସଙ୍ଗେ କାମଟିକୁ ଅଧିକ ଭଲ ଭାବେ ମଧ୍ୟ ସମ୍ପନ୍ନ କରିପାରିବ। ଏଇଟା ଆମେ ଆଲୋଚନା କରିଥିଲେ ତେଣୁ କାମରେ ଏକାଗ୍ରତା ନିହାତି ଆବଶ୍ୟକ। ଏ ବିଷୟଟି ଆମେ ଶିଖିଥିଲେ। ବର୍ତ୍ତମାନ କହୁଛନ୍ତି ଯାହା ଶିଖୁଛ ତାକୁ ବୁଝ। ମା ଲେଖୁଛନ୍ତି ପ୍ରକୃତ ଉପାୟ ହେଲା ତୁମେ ଯାହା ଶିକ୍ଷା କରୁଛ ତାହାକୁ ବୁଝିବା, ଘୋଷି ମନେ ରଖିବା ନୁହେଁ। ତୁମେ ଦେଖ ଘୋଷା ଘୋଷି କରି କିଛି ଶିକ୍ଷା କରିବା ହେଉଛି ଏକ ଯାନ୍ତ୍ରିକ ପଦ୍ଧତି। କିନ୍ତୁ ଯଦି ବାରମ୍ବାର ତୁମେ ତାକୁ ବ୍ୟବହାର ନ କର ତେବେ ଅଳ୍ପ ସମୟ ପରେ ତୁମେ ସେତକ ଭୁଲିଯିବ। କିନ୍ତୁ ତୁମେ ଯଦି ବିଷୟଟିକୁ ବୁଝିଛ, ଯଦି ତୁମେ ବିଷୟଟିର ପୃଷ୍ଠଭୂମିରେ ରହିଥିବା ସୂତ୍ରଟିକୁ ବୁଝି ନେଇଛ ତେବେ ତାହା ତୁମର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମନେ ରହିଯିବ। ତୁମେ 100 ବର୍ଷ ବଞ୍ଚିଲେ ବି ତାହା ତୁମର ସେତେ ଦିନ ପର୍ଯ୍ୟନ୍ତ ମନେ ରହିଥିବ। ଅନ୍ୟପକ୍ଷରେ ତୁମେ କିଛି ଗୋଟାଏ ଘୋଷି କରି ବର୍ତ୍ତମାନ ପାଇଁ ମନେ ରଖିଦେଲ, କିଛି ଦିନ ପରେ ତୁମର ମସ୍ତିଷ୍କର ଜୀବକୋଷ ଗୁଡ଼ିକ ବହୁ ପରିମାଣରେ ବଢି ଚାଲିଲେ ଏବଂ ପୁରୁଣା ଜୀବକୋଷ ଗୁଡ଼ିକ ମରିଯିବା ପରେ ତା ସ୍ଥାନ ଅଧିକାର କଲେ ନୂଆ ଜୀବକୋଷ ମାନେ ଏବଂ ସେତିକି ବେଳେ ତୁମର ଅନେକ କଥା ଭୁଲି ହୋଇଗଲା ବା ମସ୍ତିଷ୍କରୁ ଲୋପ ପାଇଗଲା। ଜଣକର ଜୀବନରେ ଏମିତି କିଛି କଥା ଚିରଦିନ ପର୍ଯ୍ୟନ୍ତ ରହିଥାଏ ଯାହାକି ତା ଜୀବନରେ ଏକ ବିଶେଷ ସ୍ମାରକୀ ହୋଇ ରହିଯାଏ। ଆଉ କେତେକ କଥା ମଧ୍ୟ ତା ଜୀବନରୁ ପୁରା ଲୋପ ପାଇଯାଏ, କେବେ ବି ତାହା ସ୍ମରଣକୁ ଆସେ ନାହିଁ। ସେ ସବୁର ଆଉ ଚିହ୍ନ ବର୍ଣ୍ଣ ନଥାଏ। କିନ୍ତୁ ଆଉ କେତେକ କଥା ଜୀବନରେ ପଥ ପରିମାପକ ପରି ମାଇଲ ଖୁଣ୍ଟ ହୋଇ ରହିଥାଏ। ଏଗୁଡ଼ିକ ହେଲା ସଚେତନ ଅଭିଜ୍ଞତା। ତାମାନେ ସେଗୁଡ଼ିକ ବୁଝା ଯାଇଛି, ହୃଦୟଙ୍ଗମ କରାଯାଇଛି। ତେଣୁ ଅଭିଜ୍ଞତାଟି ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମିତି ରହିଯାଇଛି। ତୁମେ ଯେତେବେଳେ ଇଚ୍ଛା ସାମାନ୍ୟ ଭାବେ ଚେତନାର ଚାଳନା କଲା ମାତ୍ରେ ସେହି ସ୍ମୃତି ବା ଅଭିଜ୍ଞତା ଗୁଡ଼ିକ ତୁମ ଆଖି ଆଗରେ ଜୀବନ୍ତ ରୂପେ ଭାସି ଉଠିବେ। କିନ୍ତୁ ଆଉ ଯାହା ସବୁ ତୁମେ ଯାନ୍ତ୍ରିକ ଭାବେ ଶିକ୍ଷା କରିଛ ସେଗୁଡ଼ିକ ଯଦି ତୁମେ ପ୍ରତିଦିନ ବ୍ୟବହାର ନ କର ତେବେ ଖୁବ୍ ଶୀଘ୍ର ସେଗୁଡ଼ିକ ତୁମ ସ୍ମୃତି ପଟରୁ ଲିଭିଯିବେ। ମା ଲେଖୁଛନ୍ତି ଯାହା ଶିଖୁଛ ତାକୁ ବୁଝ। ଆମେ ଏବେ ପୂର୍ବରୁ କର୍ମ ଭିତରେ ଯେତେବେଳେ କଲେ ଆମେ ଶିଖିଲେ ଯାହା ତାକୁ ବୁଝିବା ପାଇଁ ହିଁ ଆମେ ଆକ୍ଚୁଆଲି ଏଇ ଯୋଉ ପାଠଚକ୍ର କରୁଛନ୍ତି ତାକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି, ଯଦ୍ୱାରା ତାକୁ ଆମ ଦୈନନ୍ଦିନ ଜୀବନରେ କାର୍ଯ୍ୟ କଲା ବେଳେ ତାକୁ ଯଦି ଆମେ ବୁଝିଥିବା ତାହେଲେ ସେ କାର୍ଯ୍ୟ ପ୍ରତି ଆମର ଏକ ଗୁରୁତ୍ୱବୋଧ ରହିବ। ସେ କାର୍ଯ୍ୟର କାର୍ଯ୍ୟକାରିତା ପ୍ରତି, ସେ ଘଟଣାର କାର୍ଯ୍ୟକାରିତା ପ୍ରତି ଆମ ଭିତରେ ଯେତେବେଳେ ବୁଝିବାର ଜ୍ଞାନ ହେଇଥିବ, କିଛି ବି ହେଇଥିବ, ତାହେଲେ ଆମ ଭିତରେ ଏକ ଆଗ୍ରହ ଜନ୍ମିବ ସେ କାମଟିକୁ କରିବା ପାଇଁ। ତେଣୁ ମା ଲେଖୁଛନ୍ତି ଯୋଉଟା ମା କହୁଛନ୍ତି ପ୍ରକୃତ ଉପାୟ ହେଲା ତୁମେ ଯାହା ଶିକ୍ଷା କରୁଛ ତାହାକୁ ବୁଝିବା, ଘୋଷି ମନେ ରଖିବା ନୁହଁ। ତୁମେ ଦେଖ ଘୋଷା ଘୋଷି କରି କିଛି ଶିକ୍ଷା କରିବା ହେଉଛି ଏକ ଯାନ୍ତ୍ରିକ ପଦ୍ଧତି, କିନ୍ତୁ ଯଦି ତୁମେ ବାରମ୍ବାର ତାକୁ ବ୍ୟବହାର ନ କର ତେବେ ଅଳ୍ପ ସମୟ ପରେ ତୁମେ ସେତକ ଭୁଲିଯିବ। ଦେଖନ୍ତୁ ମା ଏଇଟା ପୁରା ସମସ୍ତ ବ୍ୟକ୍ତି ଯୋଉମାନେ ସାଧାରଣ ଭାବରେ ଆମର ଜନ୍ମଗ୍ରହଣ କରୁଛନ୍ତି, ସାଧନା କରୁଛନ୍ତି, ସମସ୍ତଙ୍କ ପାଇଁ, ପିଲାଟିଏ ହଉ ବୁଢାଟିଏ ହଉ ମାନେ ଅତି ଛୋଟ ଶିଶୁଟିଏ ବି ହଉ ଏବଂ ସବୁ କାର୍ଯ୍ୟରେ ବି ଆପଣ ଦେଖିବେ ଯୋଉଟା ଆମେ ଘୋଷିକି ମନେ ରଖୁଛନ୍ତି ସେଗୁଡ଼ିକ ବାରମ୍ବାର ତାକୁ ଯଦି ବ୍ୟବହାର ନ କରନ୍ତି ଅଳ୍ପ ସମୟ ପରେ ଆମେ ସେତକ ଭୁଲି ଯାଉ। ମା ଲେଖୁଛନ୍ତି ଗୋଟେ ମା ନିଜେ ଏକ୍ଜାମ୍ପଲ ଦେଇଛନ୍ତି, ଏଇ ପଣିକିଆ ଏକ୍ଜାମ୍ପଲ ଟା ବି ମା ଦେଇଛନ୍ତି, ମଲ୍ଟିପ୍ଲିକେସନ ଟେବୁଲ।
ମା ଏ ଏକ୍ଜାମ୍ପଲଟା ବି ଦେଇଛନ୍ତି। ମା କହିଲେ ଯେତେବେଳେ ମଲ୍ଟିପ୍ଲିକେସନ ଟେବୁଲଟାକୁ ଆମେ ଘୋଷିକି ମନେ ରଖୁ, ଯଦି ତାପରେ ଆମେ ପ୍ରଥମେ ପ୍ରଥମେ ଛୋଟ ପିଲାମାନଙ୍କୁ ଘୋଷେଇ ଦଉଥିଲୁ, ଓକେ। କିନ୍ତୁ ବଡ ହେଲା ପରେ ଯଦି ସେ ତାକୁ ନ ବୁଝିଲା, କେବଳ ସେଇ ଘୋଷାରେ ରହିଲା, ତାହେଲେ ଆଉ ବେଶୀ ବଡ ହେଲେ ମନେ ରହେ ନାହିଁ। କିନ୍ତୁ ଯୋଉ ପିଲାଟି ବୁଝିଯାଏ, ଯେତେବେଳେ ବୟସ ହେଲା, ଯେତେବେଳେ ଏଇ ଗୁଣନ ଆସିଲା, ସେତେବେଳେ ଯଦି ସେ ବୁଝିଯାଏ, ତାହେଲେ ତାକୁ ଆଉ ମଲ୍ଟିପ୍ଲିକେସନ ଟେବୁଲ ମନେ ରଖିବା ଦରକାର ନାହିଁ। 15 କେତେ ସିଏ ଯଦି ବୁଝି ଯାଇଛି, ତାହେଲେ 105 ବୋଲି ସେ ନିଜେ କେମିତି କହିବ। 15 ନୂଆ କେତେ ହଠାତ୍ କହିଲେ ଯିଏ ଘୋଷିଥିବ, ସିଏ ବସି 15 କେ 15, 15 ଦୁଗୁଣେ 30, 15 ତିରି 45, 15 ଚଉକ 60, 15 ପଞ୍ଚା 75, ହେଇ ଯାଇକି ପହଞ୍ଚିବ, ହଁ 15 ନୂଆ 135। କିନ୍ତୁ ଯିଏ ବୁଝି ଯାଇଥିବ, 15 ନୂଆ କେତେ କହିବାକୁ ଗଲେ, ତାକୁ ମଲ୍ଟିପ୍ଲିକେସନ ଟେବୁଲଟାକୁ ଆରମ୍ଭରୁ ମନେ ପକେଇବା ଦରକାର ପଡିବନି। ସେ କଣ କରିବ, 15 ଦଶା 105, 105ରୁ 15 ଗଲେ 135, ସାଙ୍ଗେ ସାଙ୍ଗେ କାଲକୁଲେସନ ତା ମୁଣ୍ଡରେ ଆସିଯିବ। ତେଣୁ ଯେତେ ବଡ କଥା ହେଇଥିବ, 17 ନୂଆ କେତେ, ସାଙ୍ଗେ ସାଙ୍ଗେ କହିବ 153। କାହିଁକି ନା 17 ଦଶା ହଉଛି 170, 170ରୁ 17 ଫେଡିବ, 6ରୁ ଗଲେ ସରିଗଲା। 7ରୁ 1 ଯୋଉଟା ଅଛି ସେଟା 6ରୁ 1 ଗଲେ 5, 153। ଯଦି ସେ ବୁଝି ଯାଇଥିବ ମଲ୍ଟିପ୍ଲିକେସନ ଟେବୁଲଟି, ବଡ ହେଲା ପରେ ତାକୁ ଆଉ ମନେ ରଖିବା ଦରକାର ପଡିବ ନାହିଁ। କାହିଁକି ନା ସେ ବୁଝିଛି ଯେହେତୁ, ଯେତେବେଳେ ଚାହିଁବ କହିଦବ। ନହେଲେ କଣ ହୁଏ, ବର୍ତ୍ତମାନ ଯିଏ ବୁଝି ନଥିବ ତାକୁ ପଚାରିଲେ ହଠାତ୍ 17 ନୂଆ କେତେ ସେ କହିପାରିବ ନାହିଁ, କହିପାରିବନି। ଏଇଟା ମାନେ ଯେ ଏକ୍ଜାମ୍ପଲ ଦେଇଛନ୍ତି। ଆଉ ଗୋଟେ ଏକ୍ଜାମ୍ପଲ ଟେ ଶ୍ରୀଅରବିନ୍ଦ କହୁଛନ୍ତି। ଏଇଟା ଯାହାଟା ଲେଖାର ଶ୍ରୀଅରବିନ୍ଦ ନିଜେ ଦେଇଛନ୍ତି, ମା ନିଜେ ଦେଇଛନ୍ତି, ସେଇ ଏକ୍ଜାମ୍ପଲ ଏ ଦିଟା ମୁଁ ଏଠି ଦଉଛି। ଏଇଠି ଶ୍ରୀଅରବିନ୍ଦ ଲେଖିଛନ୍ତି, ବଟନୀ ଯେତେବେଳେ ପାଠ ତମେ ପଢଉଛ, ଲେଖିଛନ୍ତି ବଟାନୀ ବୋଲି ଲେଖିଛନ୍ତି, ତମେ ଲିଫ୍ ଆରେଞ୍ଜମେଣ୍ଟ ପିଲାଙ୍କୁ କେମିତି ପଢଉଛ? ଆମେ ଛୋଟ କ୍ଲାସରେ ବି ଅଛି, ବଡ କ୍ଲାସରେ ବି ରହିଛି, କଲେଜ କ୍ଲାସରେ ବି ରହିଛି। ସେତେବେଳେ କଣ ହବ ନା, ବ୍ଲାକ୍ ବୋର୍ଡରେ ଆପଣ ଲେଖିଲେ ଲିଫ୍ ଆରେଞ୍ଜମେଣ୍ଟ ଆର୍ ଅଫ୍ 3 ଟାଇପ୍ସ, ଲିଫ୍ ଆରେଞ୍ଜମେଣ୍ଟ ଆର୍ ଅଫ୍ 4 ଟାଇପ୍ସ, ଏମିତି ସବୁ ଲେଖିଲେ। ଠିକ ଅଛି? ସାଧାରଣତଃ 3 ଟାଇପ୍ସ, ଏଟାକୁ ଯୋଉ ସ୍ପାଇରାଲ ଟାକୁ ଅଲ୍ଟରନେଟିଭ, ସ୍ପାଇରାଲ, ଅପୋଜିଟ, ହୋଲ, ଏ ଯୋଉ 4 ପ୍ରକାର ଏଠି କରାହେଇଛି। ଏଟା ଟିକେ ଆଡଭାନ୍ସ କରି କରାହେଇଛି। ନହେଲେ ଆମର ସ୍ପାଇରାଲ ଆଉ ଅପୋଜିଟ, ସେଇଟା ଗୋଟେ କାଟାଗୋରୀ ବି କେତେଟା ଜାଗାରେ ଲେଖା ହେଇଥାଏ। ଠିକ ଅଛି। କଥାଟି ହଉଛି, ଯେତେବେଳେ ଆମେ ବଟାନୀ ପଢଉଛନ୍ତି ବା ଏଇ ଆରେଞ୍ଜମେଣ୍ଟ ପଢଉଛନ୍ତି, ସେତେବେଳେ ଲେଖିଲେ ଲିଫ୍ ଆରେଞ୍ଜମେଣ୍ଟ ହଉଛି 4 ଟାଇପ୍ସ। ବର୍ତ୍ତମାନ ପଚାରନ୍ତୁ, ଯୋଉମାନେ +2 ପଢି ସାରିଲା ପରେ ସେମାନେ ଅନ୍ୟ କାମ କରିଥିବେ, ସେ ହଠାତ୍ କହିପାରିବେ ନାହିଁ ନାଁ ଗୁଡାକ। କାହିଁ କହିପାରିବେନି? କାହିଁକି, ସେତେବେଳେ ଆପଣ କଣ କଲେ, ଟେବୁଲ ଆଗ ବ୍ଲାକ୍ ବୋର୍ଡ ଲେଖିଲେ, ତାପରେ ଦେଖ ଅଲ୍ଟରନେଟ ଆରେଞ୍ଜମେଣ୍ଟ ହଉଛି ଏଇଭଳିଆ, ଚିତ୍ର ବି କଲେ, ଏବଂ ତାର ଏକ୍ଜାମ୍ପଲ ଏଇଟା 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 ମୁଖସ୍ଥ କର। ସ୍ପାଇରାଲର ଏଇଟା ଏଇଟା ଏଇଟା, ଅମକର ଏଇଟା ଏଇଟା ଏଇଟା, ସବୁ ଚିତ୍ର ଆଗ କରିବେ, ତାପରେ ତାର ଏକ୍ଜାମ୍ପଲ ଗୁଡାକ ମୁଖସ୍ଥ କରିବେ। ଆମ୍ବ ଗଛ ପତ୍ରଟାର ଏଇ ଆରେଞ୍ଜମେଣ୍ଟ, ନିମ୍ବ ଗଛର ପତ୍ର ଏଇ ମାନେ ଏକ୍ଜାମ୍ପଲ ଯୋଉଠି ଯାହା ପକେଇବା କଥା ପକେଇବେ। ଓକେ। ଏଇଟା ପିଲା ମନେ ରଖିବା ତା ପାଇଁ କଷ୍ଟ। ସିଏ ମୁଖସ୍ଥ ଯଦି କରିଦେଲା, ଯଦି ଘୋଷି ଦେଲା, ତାହେଲେ ଯେତିକି ଦିନ ପର୍ଯ୍ୟନ୍ତ ପରୀକ୍ଷା ଅଛି, ସେତିକି ଦିନ ପର୍ଯ୍ୟନ୍ତ ସେ ମନେ ରଖିଥବ। ମନେ କରାଯାଉ, ସେଇଥିପାଇଁ ଦେଖିବେ କଲେଜରେ ପଢିଲା ବେଳେ, କଲେଜ କଥା କାହିଁ କହୁଛି, ଟିକେ ବଟନୀ କଥା ପଢିଛି ବୋଲି କହୁଛି, ଯେତେବେଳେ ପଢା ହେଇଥିବ ସେତେବେଳେ ଘୋଷିକି ଯିଏ ମନେ ରଖିଥିବ ମନେ ରହିଥିବ। ଯେତେବେଳେ ତାପର ଚାପ୍ଟର ପଢା ହବ, ସିଏ ପୁରୁଣା ଚାପ୍ଟର ମନେ ନଥିବ। ଯେତେବେଳେ ହଠାତ୍ ଯଦି ତମେ କହିବ ଯେ ଫାର୍ଷ୍ଟ ଚାପ୍ଟର ଟେଷ୍ଟ ହବ, ସେ ପିଲାର ଗୁଡ ବକ୍, ସେ କହିବ ନାଇଁ ନାଇଁ ଆପଣ ଆଗରୁ କହିନାହାନ୍ତି, ପରୀକ୍ଷା ହେଇପାରିବନି। କାହିଁକିନା ଆମର କିଛି ମନେ ନାହିଁ। କାହିଁକିନା ତାକୁ ଯଦି ବାରମ୍ବାର ତାକୁ ଯଦି ସେ ବ୍ୟବହାର ନ କରୁଛି, ତାହେଲେ ସେ ଭୁଲିଯାଏ। ତେଣୁ ସେ କଣ କରିବ, ଯେହେତୁ ପରୀକ୍ଷା ଅଛି, ତେଣୁ କଣ କରିବ ନା ଆଉ ଥରେ ତାକୁ ଦେଖିବ। ଏବେ ନେଇକି ଦେଖାଯାଉଛି କଣ ହଉଛି, ଯୋଉ ସବୁ କୋଚିଂ ସେଣ୍ଟର ମାନେ କରୁଛନ୍ତି, ସେମାନେ ପ୍ରାୟତଃ ଦେଖୁଛନ୍ତି ପିଲାଙ୍କୁ ଘୋଷେଇ ଦେଲେ ସେ ମୁଖସ୍ଥ କରିଦଉଛି, ମୁଖସ୍ଥ କରିଦେଲେ ପରୀକ୍ଷାରେ ତାକୁ ପୁରା ଜଳ କରି ସବୁ ଲେଖି ଦଉଛି, ମାର୍କ ଭଲ ଆସୁଛି, ଗାର୍ଡିଅନ ଖୁସି। ତେଣୁ ସେମାନେ କଣ କରୁଛନ୍ତି, ପଢଉଥିଲା ବେଳେ ପୁଳାଏ ଖଣ୍ଡେ ଖାଲି ଘୋଷଉଛନ୍ତି, ଏବଂ ସେ ଘୋଷାଟା କାଳେ ଭୁଲିଯିବେ ବୋଲି ବାରମ୍ବାର ପରୀକ୍ଷା କରୁଛନ୍ତି। ଯଦ୍ୱାରା ସେ ଘୋଷୁଥବ, ତାକୁ ବ୍ୟବହାର କରୁଥିବ, ତାକୁ ମନେ ରଖୁଥିବ। ତେଣୁ ମାର୍କ ଭଲ ରଖିଦେଲା, ସରିଲା, ଆଉ କଣ ଅଛି। କିନ୍ତୁ
ଯେତେବେଳେ ସେଇ ଅଭ୍ୟାସଟା ଛାଡିଗଲା, +2 ସରିଗଲା, ପରୀକ୍ଷା ସରିଗଲା, ତାହେଲେ ସେ ପାଠ ଗଲା, ଆଉ କିଛି ମନେ ନଥିବ। ସିଏ କହୁଛନ୍ତି ଏଇ ଆରେଞ୍ଜମେଣ୍ଟରେ ଗୋଟେ କେମିତି ତମେ ପିଲାଙ୍କୁ ବୁଝେଇବ, ପିଲା ବୁଝିକି କରିବ, କେମିତି କରିବ ନା ତୁମେ ତାଙ୍କୁ ବଗିଚାକୁ ନେଇଯିବ, ତୁମେ ତାକୁ ଯୋଉଠି ଗଛ ମାନେ ଅଛନ୍ତି ତାକୁ ନେଇଯିବ। ତମେ ନିଜେ ଜାଣିଛ ଯେ କେତେ ପ୍ରକାର ଆରେଞ୍ଜମେଣ୍ଟ ରହିଛି। ତୁମ ବଗିଚାରେ ବା ତୁମ ଚତୁଃପାର୍ଶ୍ୱରେ ଯୋଉଠି ଗଛ ଗୁଡ଼ିକ ରହିଛନ୍ତି, ଯଦି ତା ଭିତରୁ କୌଣସି ଗୋଟିଏ ଆରେଞ୍ଜମେଣ୍ଟର ଗଛ ଅଭାବ ରହିଛି, ତାହେଲେ ତମେ ଚେଷ୍ଟା କରିବ ଆଗ ଆରେଞ୍ଜ ଗୋଟେ କରିବା ପାଇଁ, ଗୋଟେ କୁଣ୍ଡରେ ଅନ୍ୟ କୌଣସି ଜାଗାରୁ ଗଛଟେ ଅଲରେଡି ମଗେଇ ଦେଇଥବ, ତାକୁ ରଖିଥବ। ତାହେଲେ ତମ ଚତୁଃପାର୍ଶ୍ୱରେ ଯୋଉ ଗଛ ଗୁଡ଼ିକ ରହିଛି ତା ଭିତରେ ଯେପରି ଏଇ ପ୍ରକାର ଆରେଞ୍ଜମେଣ୍ଟଟି ଥିବ। ଓକେ। ତାପରେ ପିଲାଙ୍କୁ ନେଇଯିବ, କହିବ ପିଲେ ଆଜି ତମେ ପତ୍ରର ଆରେଞ୍ଜମେଣ୍ଟ ଗୁଡ଼ିକ ପରୀକ୍ଷା କର। ସିଏ ବର୍ତ୍ତମାନ କଣ କରିବେ ନା ସବୁ ଗଛ ଦେଖିବେ, ଲେଖିବେ ଏଇଟା ହଉଛି ଆମ୍ବ ଗଛ, ତାର ପତ୍ରଟା କେମିତି ରହିଛି। ହଁ ଏମିତି ରହିଛି, ଗଣ୍ଠିର ଏପଟରେ ଅଛି, ସେପଟରେ ଅଛି, କୋଉଠି ଅଛି, ତାକୁ ସେମାନେ କଣ କଲେ ଦେଖିଲେ, ଛୋଟ ଚିତ୍ର ଟିକେ ରଖିଲେ। ଏଇଭଳିଆ ସବୁ ଗଛର ଯେତେବେଳେ ପତ୍ରର ଆରେଞ୍ଜମେଣ୍ଟ ଦେଖି ଦେଖି ଗଲେ, ତା ଭିତରୁ ବର୍ତ୍ତମାନ ତମେ ଆସିଲ କ୍ଲାସକୁ, କିମ୍ବା ସେଇଠି ବି ବସି ପଡ, ଯଦି ବସି ପାରୁଛ ବି ଜାଗା ବସି ପଡ। ବସି ପଡିକି ଦେଖିବ, ଦେଖ ଏକା ପ୍ରକାର କୋଉ ଭଳିଆ ଚିତ୍ର ସବୁ ରହିଛି ବା ଆରେଞ୍ଜମେଣ୍ଟ ରହିଛି। ସିଏ ସବୁ ଦେଖିଲେ, ଆଜ୍ଞା ଦେଖ ହଁ ଏମିତି ଗୋଟେ ଗଣ୍ଠିର ଏପଟରେ ଗୋଟେ ଏଇ ଯୋଉ ଚିତ୍ରଟିଏ, ଏପଟରେ କେତେଟା ଗଛର ବାହାରିବ, ଯୋଉଠି ଏଇ ଗଣ୍ଠି ପାଖରେ ଏଠି ଗୋଟେ ବାହାରିଛି, କିନ୍ତୁ ଆର ପତ୍ରଟିଏ ତା ଉପରକୁ ବାହାରିଛି, କିନ୍ତୁ ଆର ଗଣ୍ଠିରେ ବାହାରିଛି, ତାପର ଗଣ୍ଠିରେ ପୁଣି ଅଛି ରାଇଟ କୁ। ଏଇଟା ଏଇଭଳିଆ ରହିଛି। ଏଇଭଳିଆ ଯେତେ ଗୁଡାଏ ଗଛର ସେ ଦେଖିଛି, ବର୍ତ୍ତମାନ ତାକୁ କହିବେ ଇଏ ଯେହେତୁ ଅଲ୍ଟରନେଟ ହେଇକି ରହିଛି, ତେଣୁ ଲିଫ୍ ଆରେଞ୍ଜମେଣ୍ଟ ଆକୁ କୁହାଯାଏ ଅଲ୍ଟରନେଟ ଆରେଞ୍ଜମେଣ୍ଟ। ସେଇଭଳିଆ ଅପୋଜିଟ ଯାହାର ଥବ ସେ ତାକୁ ଦେଖିଲା, ବୁଝିଲା, ଯୋଉଠି ହୋଲ୍ଡ ଅଛି ସେଟା ବୁଝିଲା। ବର୍ତ୍ତମାନ ତାକୁ ଆପଣ ଛାଡିଦେବେ, ସରିଗଲା। ତାକୁ ଆଉ ମୁଖସ୍ଥ କରିବାକୁ ଦରକାର ପଡିବ କି? ଅଲ୍ଟରନେଟ ଆରେଞ୍ଜମେଣ୍ଟଟା ହଉଛି ଏଇ ଗଛର ପତ୍ର ଅଲ୍ଟରନେଟ ଆରେଞ୍ଜମେଣ୍ଟ, ସେଇ ଗଛର ପତ୍ର ସ୍ପାଇରାଲ, ଆଉ ମୁଖସ୍ଥ କରିବା ଦରକାର ନାହିଁ। ତାପରେ ଶ୍ରୀମନ୍ତ ବଢିଆ କଥା ଲେଖିଛନ୍ତି, ଶ୍ରୀମନ୍ତ କହୁଛନ୍ତି ମଜା କଥାରେ କହୁଛନ୍ତି, ବର୍ତ୍ତମାନ ତମର ଯଦିଓ କ୍ଲାସଟି ସରିଯାଇଛି, କିନ୍ତୁ ଷ୍ଟଡି କଣ୍ଟିନ୍ୟୁସ୍। କେମିତି ନା ପିଲା ବର୍ତ୍ତମାନ ନିଜେ ଦେଖିକିରି 12ଟା 15ଟା ଗଛର ଦେଖିଥିଲା। ବର୍ତ୍ତମାନ ଯେତେବେଳେ ଆପଣ କ୍ଲାସ ଓଭର କରିଦେଲେ, ସିଏ ବାଟରେ ଘାଟରେ ଗଲାବେଳେ ସବୁ ଗଛକୁ ଦେଖିବ, ତାର ପତ୍ରର ଆରେଞ୍ଜମେଣ୍ଟ କୋଉ ଭଳିଆ ହେଇଛି। ତା ସାଙ୍ଗକୁ ପଚାରିବ ଏଇଟା କହିଲୁ ଏଇଟା କୋଉ ଆରେଞ୍ଜମେଣ୍ଟ। ସିଏ ବର୍ତ୍ତମାନ ତାର ଷ୍ଟଡି କଣ୍ଟିନ୍ୟୁସ୍। ତେଣୁ ଆମେ ମନେ ରଖିବା ଯେ ସବୁ ଜିନିଷକୁ ବୁଝିବା। ପିଲାମାନଙ୍କ ପାଖକୁ ଆମେ ଯେତେବେଳେ ଯାଉଛନ୍ତି, ନିଜେ ଯେତେବେଳେ କାର୍ଯ୍ୟ କରୁଛନ୍ତି, ଯୋଉ କାର୍ଯ୍ୟ ବି କରୁଛନ୍ତି ତାକୁ ସେମିତି କରିଦିଅନ୍ତୁ, ତାକୁ ବୁଝିକି କରନ୍ତୁ। ଓନ୍ଲି ଦିସ୍ ମାଙ୍କର ମେସେଜ, ଓନ୍ଲି କେତେ ଗୋଟେ ପୂର୍ବ ଗୁଡା ରହିଛି, ମୁଁ ଏଟା କେବଳ ଲାଷ୍ଟ ରଖିଛି। ଟୁ ଅଣ୍ଡରଷ୍ଟାଣ୍ଡ ଅଣ୍ଡରଷ୍ଟାଣ୍ଡ ଅଣ୍ଡରଷ୍ଟାଣ୍ଡ, ମାନେ ମା ଅଣ୍ଡରଷ୍ଟାଣ୍ଡ ଟାକୁ କେତେ ଥର ଗୁରୁତ୍ୱ ଦଉଛନ୍ତି, କେବଳ ବୁଝ 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 ବୁଝ। ଟୁ ଲର୍ନ, ଟୁ ନୋ, ଟୁ ବି, ତମେ ହେବା ପାଇଁ ଶିକ୍ଷା ଗ୍ରହଣ କରୁଛ ଯୋଉଟା, ଟୁ ଜାଣିବା ପାଇଁ, ଟୁ ହୋଇ ଉଠିବା ପାଇଁ, ଅଣ୍ଡରଷ୍ଟାଣ୍ଡ ଅଣ୍ଡରଷ୍ଟାଣ୍ଡ ଅଣ୍ଡରଷ୍ଟାଣ୍ଡ। When one reaches the very top, ତମେ ସେଇ ଲେବୁଲକୁ ଯେତେବେଳେ ପହଞ୍ଚିଯିବ, there is nothing more to understand, nothing more to learn, one is, and it's when one is that one understand and knows। ତମେ ସେଇ ଟପ୍ ଲେବୁଲ ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ, ଯୋଉଠି କି ଆମର ଚେତନା ଏକୀଭୂତ ହେଇଯାଇଥିବ, ଆମର ଏକାତ୍ମତା ଆସିଯାଇଥିବ ପରମଙ୍କ ସହିତ, ସେତେବେଳେ ଜ୍ଞାନଟି ମୋ ଭିତରେ ସ୍ୱତଃସ୍ଫୂର୍ତ୍ତ ଭାବରେ ପରିପ୍ରକାଶ ହବ। କିନ୍ତୁ ସେ ପର୍ଯ୍ୟନ୍ତ ତୁମେ ଘୋଷିକି ମନେ ରଖନି, ତୁମେ ବୁଝିବାକୁ ଚେଷ୍ଟା କର। ମା ଲେଖିଛନ୍ତି, ସେଇଟାକୁ ଆମେ ଟିକେ ପଢିଦବା ଆଉଥରେ। କିନ୍ତୁ ତୁମେ ଯଦି ବିଷୟଟିକୁ ବୁଝିଛ, ଯଦି ତୁମେ ବିଷୟଟିର ପୃଷ୍ଠଭୂମିରେ ରହିଥିବା ସୂତ୍ରଟିକୁ ବୁଝି ନେଇଛ, ଯେମିତି ମଲ୍ଟିପ୍ଲିକେସନ ଟେବୁଲର ବୁଝିବା ପାଇଁ ସିଏ ବୁଝିବ ଯଦି ଚେଷ୍ଟା ହେଇଗଲା, ବା ଗଛଟା ଯେମିତି ଆମେ ଏକ୍ଜାମ୍ପଲ ଦେଖିଲେ, କହୁଛନ୍ତି ସେଇଭଳିଆ ଜୀବନର ଯୋଉ କାହାଣୀ ଗୁଡ଼ିକ, ଯୋଉ ଘଟଣା ଗୁଡ଼ିକ, ଯୋଉ ଇମ୍ପଲ୍ସ ଆମ ଭିତରେ ଆସୁଛି, ତାକୁ ଯଦି ଆମେ ବୁଝିଗଲେ, ତାହେଲେ ତାହା ତୁମର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମନେ ରହିଯିବ। ମା ଲେଖୁଛନ୍ତି, ତୁମେ 100 ବର୍ଷ ବଞ୍ଚିଲେ ବି ତାହା ତୁମର ସେତେ ଦିନ ପର୍ଯ୍ୟନ୍ତ ମନେ ରହିଥିବ। ଅନ୍ୟ ପକ୍ଷରେ ତୁମେ କିଛି ଗୋଟେ ଘୋଷି କରି ବର୍ତ୍ତମାନ ପାଇଁ ମନେ ରଖିଦେଲ, କିଛି ଦିନ ପରେ, ଏଇଟା ଗୋଟେ ସାଇନ୍ସର ଗୋଟେ ବିରାଟ ଦିଗଟିଏ କହୁଛନ୍ତି। ଏଇ ଦିଗଟି ଆମେ ଜାଣି ରଖିବା ଉଚିତ। କଣ କହୁଛନ୍ତି? ତୁମର ମସ୍ତିଷ୍କର ଜୀବକୋଷ ଗୁଡ଼ିକ ବହୁ ପରିମାଣରେ ବଢି ଚାଲିଲେ,
ପୁରୁଣା ଜୀବକୋଷ ଗୁଡ଼ିକ ମରିଯିବା ପରେ ତା ସ୍ଥାନ ଅଧିକାର କଲେ ନୂଆ ଜୀବକୋଷ। ତା ସ୍ଥାନ ଅଧିକାର କଲେ, କାହା ସ୍ଥାନ ଅଧିକାର କଲେ? ପୁରୁଣା କୋଷ। ଯଦି ତୁମେ ଘୋଷିକିରି ମନେ ରଖିଛ, ତେବେ ଯେତେବେଳେ ପୁରୁଣା କୋଷ ଲୋପ ପାଇଗଲା, ପୁରୁଣା କୋଷ ଲୋପ ପାଇଗଲା, ତେଣୁ ତମ ମସ୍ତିଷ୍କରୁ ବି ସେଇଟା ବି ଲୋପ ପାଇଯିବ, ତୁମେ ଭୁଲିଯିବ। ତୁମେ ଯଦି ବୁଝିଛ, ତୁମେ ଯଦି ବୁଝିଛ, ତାହେଲେ ଆଉ ସେଗୁଡ଼ିକ ହବନି। ଏଇଠି ଗୋଟେ ନୂଆ ତଥ୍ୟଟେ ହଉଛି କଣ ମନେ ରଖିବା ଉଚିତ। ଆମେ ଯେତେବେଳେ ବୁଝିବାକୁ ଯେତେ ଚେଷ୍ଟା ଅଧିକ କରୁ, ସେତେ ସେତେ ନୂଆ ନୂଆ ବ୍ରେନ ସେଲ୍ ଆମର ତିଆରି ହୁଏ। ବର୍ତ୍ତମାନ ବୈଜ୍ଞାନିକ ମାନେ ଏଇଟା ଡିସ୍କଭର କଲେଣି। ଆଗରୁ ବୈଜ୍ଞାନିକ ମାନେ କହୁଥିଲେ, ଯେହେତୁ ଡିସ୍କଭର ହେଇନଥିଲା, ସେମାନେ ଜାଣି ପାରିନଥିଲେ, ବୁଝି ପାରିନଥିଲେ, ସିଏ କହୁଥିଲେ ଗୋଟେ ନିର୍ଦ୍ଦିଷ୍ଟ ବୟସ ହେଇଗଲା ପରେ ବ୍ରେନ ସେଲ୍ ଆଉ ତିଆରି ହୁଏ ନାହିଁ। କିନ୍ତୁ ସେମାନେ ଦେଖିଲେଣି ଯେ ଯଦି ମେଡିଟେସନ କରୁଛନ୍ତି, ବର୍ତ୍ତମାନ ଯୋଉଠି ପହଞ୍ଚଛନ୍ତି, ଯଦି ମେଡିଟେସନ କରୁଛନ୍ତି, କନସେନ୍ଟ୍ରେସନ ଯଦି ରହୁଛି ଗୋଟେ ହୋଲ ଉପରେ, ସେତେବେଳେ ବ୍ରେନ ସେଲ୍ ତିଆରି ନୂଆ ହେଉଛି। ତେଣୁ ସେ ନୂଆ ସେଲ୍ ଯେତେବେଳେ ତିଆରି ହଉଛି, ଆମେ ଯେତେ ଅଧିକରୁ ଅଧିକ ବୁଝିବାକୁ ଚେଷ୍ଟା କରିବା, ମନେ ରଖିବୁ, ଘୋଷିବାନି। ଘୋଷିଲେ କଣ ହବ? ସେଇ ଜାଗାରେ କେବଳ ରହିଗଲା। ଆପଣ ଦେଖନ୍ତୁ, ଆପଣ ଯେତେବେଳେ ଘୋଷିବା ଅର୍ଥ କଣ ହଉଛି? ଯାହା ଯେମିତି ଥିଲା ତାକୁ କେମିତି କଣ ଥାତାମାତା କରି ମନେ ରଖିବା। ତାମାନେ ଆପଣଙ୍କ ଘର ଭିତରେ ଜିନିଷ ଆଣି ପୁରେଇ ଦେଲେ। କିନ୍ତୁ ଆପଣ ଯଦି ବୁଝିବେ, ଆମ ଗୋଟେ ଘର ଭିତରେ ଜିନିଷ ରଖିବାଟାକୁ ବି ହଉ, ଆପଣ ଦେଲେ ଜିନିଷ ପୁରେଇ ଦେଲେ। ଆପଣ ଯୋଉ ଧାନ ବସ୍ତାରେ ବି ଧାନ ପୁରେଇବା ହଉ, ବା ଧାନ ବସ୍ତା ଆଣିକିରି ଘର ଭିତରେ ରଖିବା ହଉ, ବା ଯେକୌଣସି ଜିନିଷ ଆଣି ଘରେ ରଖିବା ହଉ, ଆପଣ ଯେମିତି ଥିଲା ସେମିତି ଆଣିଲେ, ରଖି ରଖି ଚାଲିଲେ, ତ ଆପଣ ଦେଖିବେ ଘର ଭିତରେ ବହୁତ କମ ଜିନିଷ ରହିବ। କିନ୍ତୁ ଆପଣ କଣ କରିବେ? ନାଇଁ, ଏଇଟା ଧାନ ବସ୍ତା ଆସିବ, ତାପରେ ଆଉ କଣ କଣ ଆସିବ ଆପଣ ଆଗ ଜାଣିଗଲେ, ତାକୁ ସେଟାକୁ ବୁଝିବା ବୋଲି କୁହାଯିବ। ଆପଣ ବୁଝିଲେ ଯେ ଏଇ ବସ୍ତା ଆସିବ, ଏମିତିଆ ଏମିତିଆ 50 କିଲିଆ ବସ୍ତା ଅଛି, 25 କିଲିଆ ବସ୍ତା ଅଛି, କି ଆଉ କଣ ଅଛି, କି ଗହମ ଆସିବ, କେମିତି ଆସିବ, ତାକୁ ଏମିତି ବୁଝିଗଲେ ଯେ କଣ କଣ ହବାର ଅଛି, ତାକୁ ସୁନ୍ଦର ଭାବରେ କରିଦେବେ। ଯେ ଏମିତି ଏଠି ଜାଗା ରହିବ, ସେଠି ସେଇ ଜାଗା ରହିବ। କିନ୍ତୁ ପ୍ରାୟତଃ ଲୋକମାନେ କଣ କରନ୍ତି? ସେମାନେ ଯୋଉମାନେ ଦାୟିତ୍ୱରେ ଥାନ୍ତି, ସେମାନେ ଯାହାକୁ କାମ ଦିଅନ୍ତି ତାକୁ ବୁଝାନ୍ତି ନାହିଁ। ତାକୁ କୁହନ୍ତି ତୁ ଏଇଟା କର, ତୁ ଏତିକି କର, ତୁ ସେତିକି କର। ତେଣୁ ତାର ପରିଣାମ ବେଳେ ବେଳେ ବି ଅସୁବିଧା ହୁଏ। ଯଦି ଯଦି ତାର ବୁଝିବାର ସାମର୍ଥ୍ୟ ନାହିଁ, ତାହେଲେ ଅଲଗା କଥା। ମନେ କରାଯାଉ ଆପଣ କାହାକୁ ଡାକିଛନ୍ତି କାମ କରିବା ପାଇଁ, ତାର ବୁଝିବାର ହିଁ ସାମର୍ଥ୍ୟ ନାହିଁ, ତେବେ ତାକୁ କହିବେ ତୁ ଏତିକି ଏତିକି କର। କିନ୍ତୁ ଯାହାର ବୁଝିବାର ସାମର୍ଥ୍ୟ ଅଛି, ତାକୁ କହିବେ ଦେଖ, ମୋର ଏଇ ଆଉଟକମ୍ ଟା ଦରକାର, ମୁଁ ଭାବୁଛି ଏଇ ଧାରାରେ କଲେ ଏଇ ଆଉଟକମ୍ ଟା ବାହାରିବ। ଯଦି ତାର ବୁଝିବାର ସାମର୍ଥ୍ୟ ଅଛି, ତେବେ ସିଏ ଆହୁରି କମ ସମୟରେ ତମେ ଯାହା ଚାହୁଁଛ ତମକୁ ସେ କରିକି ଦେଇଦବ। କିନ୍ତୁ ବେଳେ ବେଳେ ଆମେ ନ ବୁଝେଇକି ଆମେ କଣ କରୁ, ମୁଁ ଯେତିକି କଲି ତୁ ସେତିକି କର। ତେଣୁ ଆମ ଜୀବନର କ୍ଷେତ୍ରରେ ମଧ୍ୟ ଆମେ ସେଗୁଡାକ ଦେଖିବା। ଓକେ, ମା ଲେଖୁଛନ୍ତି ଜଣଙ୍କର ଜୀବନରେ ଏମିତି କିଛି କଥା ଚିରଦିନ ପର୍ଯ୍ୟନ୍ତ ରହିଥାଏ, ଯାହାକି ତା ଜୀବନରେ ଏକ ବିଶେଷ ସ୍ମାରକୀ ହୋଇ ରହିଯାଏ। ଆଉ କେତେ କଥା ତା ଜୀବନ ଲୋପ ପାଇଯାଏ, ତା ଜମର ମନକୁ ଆସେନି, ଚିହ୍ନ ବର୍ଣ୍ଣ ନଥାଏ। ଆମେ କେତେ ଗୋଟେ ଜାଗାକୁ, ଧରାଯାଉ ଗୋଟେ ସ୍ମରଣୀୟ ଜାଗା, ବା ଗୋଟେ ଏମିତି ଘଟଣା ଘଟିଛି ଯୋଉଟା କି ଗୋଟେ ମାନେ ଏକ୍ସଟ୍ରା ଅର୍ଡିନାରୀ ଘଟିଛି, ଦେଖିଥିବେ ସେ ଘଟଣା ଗୁଡାକ ଆମ ପାଖରେ ସବୁବେଳେ ମନେ ରହେ। ଜାଣିଛୁ ଆମେ ସେଠିକି ଯାଇଥିଲେ, ଏମିତି ଏମିତି ଘଟିଥିଲା, ସୁନ୍ଦର ଘଟଣା ଯଦି ଘଟିଛି, ତାକୁ ଆମର ମନେ ରହେ। କାହିଁକି? କାହିଁକିନା ଆମେ ତା ଭିତରେ ଇନଭଲ୍ଭ ହେଇଯାଇଛନ୍ତି। ସେଇଟାକୁ କୁହାହଉଛି ଯେ ବୁଝିବା। ତମେ ମୁଖସ୍ଥ କରିଦଉନ, ଘୋଷି ଦେଇନ, ତମେ ତାକୁ ନିଜେ ଅଙ୍ଗେ ଲିଭେଇଛ। ଏବଂ ଆଉ କେତେ ଦେଖିବେ, ଦିଟା କଥା, ଅତି ସ୍ମରଣୀୟ ଜିନିଷ ହେଲେ ବି ମନେ ରହେ, ଆଉ ଅତି ଗୋଟେ ଦୁର୍ଘଟଣା ହେଇଥିବ, ଗୋଟେ ବିପଦପୂର୍ଣ୍ଣ ଘଟଣା ହେଇଥିବ, ତମକୁ ବହୁତ ଜୋରରେ ଝଟକା ଦେଇଥିବ, ସିଏ ବି ମନେ ରହିଥାଏ, ସିଏ ବି ମନେ ରହିଥାଏ। ତେଣୁ ଘଟଣା ଯେତେବେଳେ, କେତେ ଗୁଡେ କଥା ଥାଏ ଆମ କଥା, ଯୋଉଟା କି ଆମର ପଥ ପରିମାପକ ପରି ଆମର ମାଇଲ ଖୁଣ୍ଟ ହେଇ ରହିଯାଏ। ଆମେ ଯଦି ଗୋଟେ ସ୍ମରଣୀୟ ଜାଗା ଯାଇଛନ୍ତି, ସେଟାକୁ ପୁରା ସୁନ୍ଦର ଭାବରେ ତା ଭିତରେ ପଶି ଯାଇଛନ୍ତି, ଭିତରେ ପଶି ଯାଇଛନ୍ତି ମାନେ କଣ, ଏଠି ଗଛ ରହିଛି, ସେଠି ପାଣି ରହିଛି, ଓହୋ ଏଇ ଗଛର ଏଇ କାହିଁକି ସମୁଦ୍ର କୂଳରେ ନଡିଆ ଗଛ ଗୁଡାକ ଏତେ ରହିଛି, ସେ ଯଦି ବୁଝିଗଲ, ଏବଂ ସେଇ ଯୋଉ
ସୌନ୍ଦର୍ଯ୍ୟର ଯୋଉ ଅପୂର୍ବ ଯୋଉ ମାଦକତା ରହିଛି, ଗୋଟେ ସୌନ୍ଦର୍ଯ୍ୟର ଗୋଟେ ମାଧୁରିମା ରହିଛି। ସେଇ ମାଧୁରିମା ଭିତରେ ତମେ ଯଦି ଭିତରକୁ ଗଭୀର ଭିତରକୁ ପଶିଗଲ, ତେବେ ଆସିଲା ପରେ ସେଇଟା ମନେ ରହିଥାଏ ଯେ ଏଇ ଜାଗାକୁ ଯାଇଥିଲି, ସେଇଠିକାର ଏମିତି ଘଟଣା ଏଇଆ ଥିଲା। ତେଣୁ ଏଠି ଆଉ ଗୋଟେ କଥା ଆମେ ମନେ ରଖିବା, ଯୋଉ କଥାଟା ଏଠି କୁହାହେଇଛି ଯେ ଆମର କେତେ କଥା ଜୀବନର ପରିମାପ, ପଥ ପରିମାପ ଉପରେ ମାଇଲ ଖୁଣ୍ଟ ହେଇ ରହିଥାଏ। କୌଣସି ଗୋଟେ ଘଟଣା ଘଟିଛି ଅ, ଆମ ଜୀବନରେ, ଯୋଉଟା କି ମତେ, ଆପଣ ଦେଖିଥିବେ ପ୍ରାୟ ଜାଗାରେ ପିଲା ସବୁ କହନ୍ତି ଏଇ ଘଟଣାଟା ମୋ ଜୀବନ ମୋଡ ବଦଳେଇ ଦେଲା, ଲୋକମାନେ ମନେ ରଖିଥାନ୍ତି। ସେମିତିଆ ଘଟଣା ଯେତେବେଳେ ଘଟିଥାଏ, ଯୋଉଟା କି ଆମ ଜୀବନର ଏକ ପଥ ନିର୍ଦ୍ଦେଶକାରୀ ହେଇଥାଏ, ସେ ଘଟଣା ତ କେହି କେବେ ଭୁଲନ୍ତି ନାହିଁ। ତେଣୁ ଏଇଠି ଆମେ ଯେତେବେଳେ ସାଧନା କରୁଛନ୍ତି, ଆମେ ଯେତେବେଳେ ରୂପାନ୍ତର ପାଇଁ ପ୍ରସ୍ତୁତ ହଉଛନ୍ତି, ଆମେ କଣ କରିବା, ଆମେ ଜାଣି ରଖିବା, ମନେ ରଖିବା, ଏଇଟା ବୁଝିବା ବି, ଏଇଟା ବି ବୁଝିବା ଉଚିତ। ଆମର ଦୈନନ୍ଦିନ କାର୍ଯ୍ୟ ଭିତରେ ଯୋଉ ଯୋଉ କାର୍ଯ୍ୟ ଗୁଡ଼ିକ, ଯେତେ ଯେତେ କାର୍ଯ୍ୟ ସମୟ ଗୁଡ଼ିକ ମାଙ୍କୁ ମନେ ପକେଇକି, ମାଙ୍କୁ ଉପରେ ବିଶ୍ୱାସ ନିର୍ଭରତା ରଖିକି, ମାଙ୍କ ପାଇଁ ବା ମାଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ଯୋଉଥିରେ ବଢୁଛି, ଯୋଉ ଯୋଉ କାମ ଆମେ କରୁଛନ୍ତି, କାମ କରନ୍ତୁ, ଲୋକ ସହିତ ଭେଟ ହୁଅନ୍ତୁ, ବହି ପଢନ୍ତୁ, ଅ, ଯାହା ଯାହା କାର୍ଯ୍ୟ କରୁଛନ୍ତି, ସେ କାର୍ଯ୍ୟ ଭିତରେ ଯୋଉ ଯୋଉ କାର୍ଯ୍ୟ, ଯେତିକି ଯେତିକି କାର୍ଯ୍ୟ, ଯେତିକି ଯେତିକି ସମୟ ତୁମର ମାଙ୍କ ସହିତ ଘନିଷ୍ଠତାର ପ୍ରମାଣ ଦେଇଛି, ବା ସେ ଘନିଷ୍ଠତାକୁ ନେଇକି ହେଇଛି, ତେବେ ସେଇଗୁଡ଼ିକ କେନ୍ଦ୍ରୀଭୂତ ହେଇକି ରହେ। ଆମେ ଯେ ଆମ ଭିତରେ ଯୋଉ ଅନ୍ତରାତ୍ମା ରହିଛନ୍ତି, ଅନ୍ତରାତ୍ମା ଦ୍ଵାରା ଯଦି ସେଗୁଡ଼ିକ ପରିଚାଳିତ ହେଇଥାଏ, ତେବେ ସିଏ ହିଁ ଚୈତ୍ୟ ସତ୍ତାର ରୂପ ଗ୍ରହଣ କରେ। ତେଣୁ ଆମର ଚୈତ୍ୟ ସତ୍ତା ବିକଶିତ ହୁଏ। ସେ ଯେତେ ଅଧିକରୁ ଅଧିକ ମାଙ୍କ ପ୍ରତି ବିଶ୍ୱାସ, ନିର୍ଭରତା, ଭଲ ପାଇବା ବଢି ବଢି ଚାଲିବ, ଅନ୍ତରାତ୍ମା ଦ୍ଵାରା ଆମର ଭାବନା, ଆମର କଥା, ଆମର କାର୍ଯ୍ୟ, ଆମର ଚିନ୍ତା, ଆମର ଅଭିଜ୍ଞତା ଯେତେ ଯେତେ ଅନ୍ତରାତ୍ମା ଦ୍ଵାରା ପରିଚାଳିତ ହବ, ଅନ୍ତରାତ୍ମାକୁ କେନ୍ଦ୍ର କରିକି ସେଗୁଡ଼ିକ ସଂଗଠିତ ହବ, ତାହେଲେ ସେଗୁଡ଼ିକ ଆମ ଏଇ ଜୀବନରୁ ଅନ୍ୟ ଜୀବନକୁ ମଧ୍ୟ ସେ ଚାଲି ରହିବ। ଏଠି ଖାଲି ଜୀବନ କଥା କଥା ହଉଥିଲେ, ବର୍ତ୍ତମାନ ଏଇଟା ନେକ୍ସଟ ଜନ୍ମ କଥା ବି ମନେ ରଖନ୍ତୁ, ଏଇଆ କଲେ ହେଇଯିବ। ତେଣୁ ସେଇ ଯୋଉ ଚୈତ୍ୟ ସତ୍ତାର ଆବିଷ୍କାର ବି ଆମର ଏଇ ଆଗରୁ ଆମେ ଆଲୋଚନା ଅଲରେଡି କରିସାରିଛନ୍ତି, ସେଟା ଆପଣ ମାନେ ସବୁ ଜାଣିଛନ୍ତି। ଯଦି ଚାହିଁବେ ବି ଏଇ କ୍ଲାଇମ୍ବିଙ୍ଗ ନଲେଜରେ ଆପଣ ପୁରୁଣା ଦେଖିବେ, ସାଇକିକ କଲେ ମାରିଲେ ଆପଣ ଆସିବ, ତାକୁ ମନେ ପକେଇ ଦେଖିପାରିବେ। ତେଣୁ ଯୋଉ ଯୋଉ କାର୍ଯ୍ୟ ଗୁଡିକ, ଯେତିକି ଯେତିକି କାର୍ଯ୍ୟ ଗୁଡିକ ଚୈତ୍ୟ ସତ୍ତା ଦ୍ଵାରା ପରିଚାଳିତ ହେଇଥିବେ ବା ଅନ୍ତରାତ୍ମା ଦ୍ଵାରା ପରିଚାଳିତ ହେଇଥିବେ, ଅନ୍ତରାତ୍ମା ଚତୁଃପାର୍ଶ୍ଵରେ ସଂଗଠିତ ହେଇଥିବେ, ସେତିକି ସେତିକି ହଉଛି ଆମର ଏଇ ଜୀବନର ପୁଞ୍ଜି, ଯୋଉଟା କି ଆମେ ଶରୀର ତ୍ୟାଗ କଲା ପରେ ଆର ଜନ୍ମକୁ ଆମ ସହିତ ଯିବ। ଆଉ ଅନ୍ୟ ଅନ୍ୟ କିଛି ଯାଏନି, ଅନ୍ୟ କିଛି ଯାଏନି। ଆଉ କେତେ ଗୁଟେ ଯୋଉ କହନ୍ତି ବେଳେ ବେଳେ ଯେ ଗତ ଜନ୍ମର କଥା, ସେଗୁଡାକ ପରେ ଆମେ କେତେବେଳେ କଥା ହବା। ଅଲରେଡି ଯଦିଓ ସାଇକିକ ଡିସ୍କଭରୀରେ କଥା ହେଇଛନ୍ତି, ଯଦି କେବେ ପ୍ରଶ୍ନ ଉତ୍ତର ସମୟ ଆସିବ, ସେତେବେଳେ ସେଇଟା କଥା ହବା। ଆଜି ଏଇଟା ଉପରେ ଡିସ୍କସନ କରିବା। ଏଗୁଡିକ ହେଲା ସଚେତନ ଅଭିଜ୍ଞତା। କୋଉଗୁଡିକ? ଯେତେବେଳେ ଆମେ ବୁଝିକିରି କରିଛନ୍ତି, ଯେତେବେଳେ ଆମେ ଗୋଟେ ସ୍ମରଣୀୟ ବା ସ୍ମାରକୀ ହେଇ ଯୋଉ ରହୁଛି, ତା ଭିତରେ ଆମେ ଯେତେ ଗଭୀରରୁ ଗଭୀର ନିବିଡ଼ ଭାବରେ ପଶି ଯାଇଛନ୍ତି, ସେଇଗୁଡାକ ଆମ ପାଇଁ ହଉଛି ସଚେତନ ଅଭିଜ୍ଞତା। କାରଣ ମା ଲେଖୁଛନ୍ତି ସେଗୁଡିକ ବୁଝା ଯାଇଛି, ହୃଦୟଙ୍ଗମ କରାଯାଇଛି। ସେଥିପାଇଁ କହିଲେ ଯେତେ ଗଭୀର ଭିତରୁ ପଶିଗଲେ ହୃଦୟଙ୍ଗମ କରାଯାଇଛି। ତେଣୁ ଅଭିଜ୍ଞତାଟି ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମିତି ରହିଯାଇଛି। ଯେତେବେଳେ ରହିଯାଇଛି, ଧରାଯାଉ ରହିଛି, ଏବେ ତମେ କହିବ ସବୁବେଳେ ତ ମନେ ପଡୁନି, ନା ନା, ସେ କଥା ନୁହଁ। କିଛି ସମୟ ଯେତେବେଳେ ଟିକେ ଦରକାର ଭାବି, ବା ସେଇଭଳିଆ ଘଟଣା କିଛି ଘଟିଲା, ବା ତମେ ଚାହିଁଲ ମନେ ପକେଇବା ପାଇଁ, ସାମାନ୍ୟ ଟିକେ ଇଚ୍ଛା ଯଦି ହେଲା, ସାଙ୍ଗେ ସାଙ୍ଗେ କଣ ହବ, ଚେତନାର ଚାଳନ ହବ, ଏବଂ ସେ ଯାଇକି ସେଇ ଜାଗାରେ ପହଞ୍ଚିଯିବ, ଏବଂ ସେ ସ୍ମୃତିକୁ, ଅଭିଜ୍ଞତାକୁ ପୁରା ସୁନ୍ଦର ଭାବରେ ବର୍ଣ୍ଣନା କରିବ। ମାନେ ଯେମିତି ତମେ ସେଇଠି ଅଛ ବର୍ତ୍ତମାନ, ତମେ ବର୍ତ୍ତମାନ ସେଇଠି ଅଛ, ପୁରା ଜୀବନ୍ତ ରୂପେ ତୁମ ଆଗରେ ଭାସି ଉଠିବ, ଏବଂ ତୁମେ ବର୍ଣ୍ଣନା ବି ସୁନ୍ଦର ଭାବରେ କରିପାରିବ। ବର୍ଣ୍ଣନା କର କି ନ କର, ଜୀବନ୍ତ ରୂପେ ତୁମ ଆଗରେ ଭାସି ଉଠିବ। ସେଇ ସବୁ ସମୟ, ସେଇ ସବୁ ଘଟଣା, ସେଇ ସବୁ ଅନୁଭବ, ଅନୁଭୂତି ସବୁ ଘଟିଯିବ। କିନ୍ତୁ ଆଉ ଯାହା ସବୁ ତୁମେ ଯାନ୍ତ୍ରିକ ଭାବେ ଶିକ୍ଷା କରିଛ, ଯାନ୍ତ୍ରିକ ଭାବେ କୋଉଟା କହୁଛନ୍ତି, ଯୋଉଗୁଡାକ ଘୋଷିକି ମନେ ରଖିଛ, ସେଗୁଡିକ ଯଦି ତୁମେ ପ୍ରତିଦିନ ବ୍ୟବହାର ନ କର, ତେବେ ଖୁବ ଶୀଘ୍ର ସେଗୁଡିକ ତୁମ ସ୍ମୃତି ପଟରୁ ଲିଭିଯିବେ। ଓକେ, ସାରିବା।
Ma, thank you, Laraber.